ହଠାତ୍ ଡୋର ବେଲ୍ ବାଜିଲା। କିଏ ଆସିଛନ୍ତି ଭାବି ମୁଁ ଯାଇ ଫିଟେଇଲା ବେଳକୁ ଆସିଯାଇଛି ମୋର ପରମ ମିତ୍ର, ମାନେ ମୋର ବେଷ୍ଟ ଫ୍ରେଣ୍ଡ। ସେ ବି 4 ବର୍ଷ ପରେ। ତାକୁ ଦେଖି ମୋ ଖୁସିର ତ ଆଉ ସୀମା ନଥିଲା। ଆଉ ସେ ମୋ ପାଇଁ ନେଇକି ଆସିଥିଲା ଷ୍ଟିମ୍ ପୋଡ଼। ଯେବେ ପ୍ରଥମ ଥର ମୋ ସାଙ୍ଗ ଆସିଥିଲା ଆମ ଘରକୁ, ସେ ଆମ ପାଇଁ ବନେଇଥିଲା ସାହି ପନିର, ସେଇଟା ବି କଞ୍ଚା ପନିର ପକେଇ। ତ ସେଇଟା ଖାଇକି ମାମା ବହୁତ ହି ଇମ୍ପ୍ରେସ୍ ହେଇଯାଇଥିଲା। ତାପରଠୁ ମୁଁ ଯେତେ ସେଇ ଟାଇପ୍ର ବନେଇଲେ ବି ତାକୁ ସେଇଟା କେବେ କେବେ ବହୁତ ସ୍ପାଇସି ଲାଗେ। ତ ସିଏ ଡେଜି ହାତରୁ ହିଁ ଖାଇବା ପାଇଁ ପସନ୍ଦ କରେ। ତ ଯେହେତୁ ଡେଜି ଆସିଥିଲା, ମାମା କହିଲା କି ଡେଜି ହିଁ ପନିର ବନେଇବେ। ତ ସେଥିପାଇଁ ମୁଁ ଯାଇକି ପନିର ନେଇ ଆସିଥିଲି, ଆଉ ଆମେ ଏଠି ପ୍ରିପାରେସନ୍ ଷ୍ଟାର୍ଟ କରିଦେଇଥିଲୁ। କଞ୍ଚା ପନିର ପକେଇ ତରକାରୀ ପୁରା ହେଇଯାଇଥିଲା ରେଡ଼ି। ତାପରେ ଡେଜି ଆସିକି ମାମାଙ୍କ ସହିତ ବସି ଟିକେ କଥାବାର୍ତ୍ତା ହେଉଥିଲା, ଆଉ ମୁଁ ସେଇ ଟାଇମ୍ରେ ତରକାରୀ ଏବଂ ରୁଟି ଆଉ ଯାହା ବି ଥିଲା ତାକୁ ସବୁ ବାଢ଼ିକି ତାପରେ ଆମେ ଚାଲିଲୁ ଖାଇବା ପାଇଁ।